ଯେଉଁ ଚାଉଳ କେବଳ ଜଗନ୍ନାଥଙ୍କ ରୋଷେଇ ଘରେ ରନ୍ଧାଯାଏ ତାକୁ ଅମୁଣିଆ ଅନ୍ନ କୁହନ୍ତି। ସେହି ଚାଉଳକୁ ରାନ୍ଧି ସାରିଲା ପରେ ତାକୁ କେବଳ ଅନ୍ନ ହିଁ କୁହନ୍ତି। ସେହି ଅନ୍ନ, ରନ୍ଧା ଅନ୍ନ ଯେତେବେଳେ ରୋଷଘରୁ ବାହାରକୁ ଆସେ ସେତେବେଳେ ଏହାକୁ ଛେକ ବୋଲି କୁହନ୍ତି। ଯେତେବେଳେ ଏହା ଭୈରବୀ ଚକ୍ର ତଳେ ରହେ ସେତେବେଳେ ତାକୁ ଭୋଗ ବୋଲି କୁହନ୍ତି। ଯେବେ ଭୋଗକୁ ତିନି ଠାକୁରଙ୍କ ପାଖରେ ଲାଗି ହୁଏ ସେତେବେଳେ ଏହାକୁ ନୈବେଦ୍ୟ ବୋଲି କୁହାଯାଏ। ଯେତେବେଳେ ନୈବେଦ୍ୟ ବିମଳା ଠାକୁରାଣୀଙ୍କ ପାଖରେ ଲାଗି ହୁଏ ସେତେବେଳେ ଏହା ମହାପ୍ରସାଦ ବୋଲି ହେଇଥାଏ। ଏହି ମହାପ୍ରସାଦ ଯେତେବେଳେ ପଞ୍ଚ ପରମେଶ୍ୱରଙ୍କ ଆଗରେ ରୁହେ ସେତେବେଳେ ଏହା କୈବଲ୍ୟ ବୋଲି କୁହାଯାଏ। କୈବଲ୍ୟକୁ ଯେତେବେଳେ ଭକ୍ତମାନେ ଖାଆନ୍ତି ସେତେବେଳେ ଏହା ଅଭଡ଼ା ବୋଲି କୁହାଯାଏ। ଅଭଡ଼ାର ଯେକୌଣସି ଛଡ଼ା ଯାଇଥିବା ଅଂଶକୁ ଶୁଖାଇ ରଖିଲେ ତାହାକୁ ନିର୍ମାଲ୍ୟ ବୋଲି କୁହାଯାଏ। ଏହା ହିଁ ଜଗନ୍ନାଥ ସଂସ୍କୃତିର ବିଚିତ୍ରତା।